11ଟି ଜିଲ୍ଲାରେ ପ୍ରବଳ ବର୍ଷା ବିଜୁଳି ଓ ପ୍ରଚଣ୍ଡ ଘଡ଼ଘଡ଼ି ହେବା ନେଇ ଆଲର୍ଟ କରାଯାଇଛି। ଚାଲନ୍ତୁ ଆଜି ଆମେ ଜାଣିବା ଆସିଲା ପାଣିପାଗ ବିଭାଗର ଆଉ ଏକ ଅପଡେଟ୍। ତେଣୁ ଭିଡ଼ିଓକୁ ମୁଁ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ଅନୁରୋଧ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଏବେ ରାଜ୍ୟରେ ଆହୁରି 4 ଦିନ ଜାରି ରହିବ କାଳବୈଶାଖୀ ବର୍ଷା। ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଝଟକା ପବନ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ସେହିଭଳି 2 ଦିନ ରାଜ୍ୟରେ ବର୍ଷା ଲାଗି ରହିବ। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 19ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ 11ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା 11ଟା ଜିଲ୍ଲା ହେଉଛି କୋରାପୁଟ, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼। ସେହିଭଳି ବାକି 19ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 19ଟି ଜିଲ୍ଲା ହେଉଛି କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ମୟୂରଭଞ୍ଜ, ଫୁଲବାଣୀ, ସୋନପୁର ଓ ବଲାଙ୍ଗୀର। ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ବିଜୁଳି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। କିଛି ସ୍ଥାନରେ ଝଟକା ପବନ ହେବାର ସମ୍ଭାବନା ରହିଛି। କାଳବୈଶାଖୀ ବେଳେ ପବନର ବେଗ ମଧ୍ୟ ଅଧିକ ରହିବ। ଏହା ସହିତ ଜୋରରେ ଘଡ଼ଘଡ଼ି ମଧ୍ୟ ହେବା ନେଇ ଚେତାବନୀ ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। କାଳବୈଶାଖୀ ବେଳେ ପବନର ବେଗ 60ରୁ 70 କିଲୋମିଟର ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ଝଟକା ପବନର ବେଗ ଅଧିକ ରହିପାରେ। ତେବେ ଝଟକା ପବନ ଦେବା ଫଳରେ ଅସୁରକ୍ଷିତ ଘରଗୁଡ଼ିକ କ୍ଷତି ହେବାର ଆଶଙ୍କା ରହିଛି। କଦଳୀ ଗଛ ଭାଙ୍ଗିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ଆଶା କରୁଛି ଆପଣମାନଙ୍କୁ ଏହି ଛୋଟିଆ ଇନଫର୍ମେସନ୍ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଛି ଦୟାକରି ଏହି ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଏମିତିକା ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।